ଦେଖନ୍ତୁ ଇଲେକ୍ସନ କମିଶନଙ୍କର ଯେଉଁ ସୁବ୍ୟବସ୍ଥା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଯେଉଁ ସୁବ୍ୟବସ୍ଥା କରିଥିଲେ ଲୋକମାନେ ସେଥିରେ ଭୟମୁକ୍ତ ହେଇକି ବାହାରକୁ ବାହାରିଲେ ଭୋଟ ଦେବା ପାଇଁ ଯେଉଁଥିପାଇଁ ପରସେଣ୍ଟେଜ ହାର ବଢ଼ିଛି ଏବଂ ଇଏ ପରସେଣ୍ଟେଜ ହାର ଇଏ ପୁରା ସୂଚାଉଛି ଯେ ପରିବର୍ତ୍ତନ ପାଇଁ ଲୋକମାନେ ଭୟମୁକ୍ତ ହେଇକି ବାହାରକୁ ଆସିକି ଭୋଟ ଦେଇଛନ୍ତି। ପଶ୍ଚିମବଙ୍ଗର ବିକାଶ ପାଇଁ ବିକଶିତ ପଶ୍ଚିମବଙ୍ଗ ଗଠନ କରିବା ପାଇଁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱକୁ ଭରସା କରି ଲୋକମାନେ ପରିବର୍ତ୍ତନ ଇଏ ଭୋଟ ଦେଇଛନ୍ତି ଏବଂ ଯେତେବେଳେ ମଧ୍ୟ ଆମେ ନିର୍ବାଚନ ପ୍ରଚାରରେ ଥିଲୁ ଯେଉଁ ଦାୟିତ୍ୱ ଆମକୁ ଦଳ ତରଫରୁ ଦିଆଯାଇଥିଲା ଆମେ ଦେଖିଛୁ ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ବୁଥରେ ଲୋକମାନେ ପୁରା ଅପେକ୍ଷା କରିଥିଲେ ଯେ କେବେ ମତଦାନ ଦେବାକୁ ଆମେ ଯିବୁ ଯେ ପଶ୍ଚିମବଙ୍ଗକୁ ବିକାଶ କ୍ଷେତ୍ରରେ ଆଗକୁ ନେବା ପାଇଁ ଦୀର୍ଘ ଦିନ ଧରି ଯେଉଁଭଳି ଭାବରେ ଅବହେଳିତ ହେଇକି ଥିଲେ ଇଏ ନିର୍ବାଚନ କମିଶନଙ୍କର ସୁବ୍ୟବସ୍ଥା ପାଇଁ ଇଏ ଆଜି ସଫଳ ହେଇଛି। ଲୋକମାନେ ପରିବର୍ତ୍ତନ ପାଇଁ ବାହାରକୁ ଆସିଛନ୍ତି, ଭୟମୁକ୍ତ ହେଇକି ଭୋଟ ଦେଇଛନ୍ତି, ଯେଉଁଥିପାଇଁ ଭୋଟର ପରସେଣ୍ଟେଜ ହାର ବହୁତ ଅଧିକ ବଢ଼ିଛି ଏବଂ ଇଏ ସୂଚାଉଛି ଯେ ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ସେଠି ବିଜୟ ଲାଭ କରିବ। ସମସ୍ତେ ଭାରତୀୟ ଜନତା ପାର୍ଟିର ଜଣେ ଜଣେ କାର୍ଯ୍ୟକର୍ତ୍ତା ହିସାବରେ ସେଠି ନିଜର ଭୂମିକା ଲିଭାଉଥିଲେ ଏବଂ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆମ ଦଳର ରାଷ୍ଟ୍ରୀୟ ସଭାପତି ଏବଂ ଅନେକ ବରିଷ୍ଠ ନେତାଙ୍କର ପରାମର୍ଶ କ୍ରମେ କେବଳ ଓଡ଼ିଶା ନୁହେଁ ଓଡ଼ିଶା ଛଡ଼ା ଓଡ଼ିଶା ୟୁପି ଝାଡ଼ଖଣ୍ଡ ଏମିତି ଅନେକ ରାଜ୍ୟରୁ ମଧ୍ୟ ନେତାମାନେ ଯାଇଥିଲେ ପ୍ରଚାର କରୁଥିଲେ। ସମସ୍ତଙ୍କର ସେଥିରେ ଅବଦାନ ଅଛି ଏବଂ ବିଶେଷ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମସ୍ତଙ୍କର ପଶ୍ଚିମବଙ୍ଗରେ ଯେଉଁଭଳି ଭାବରେ ପ୍ରଚାର କରିବା ଏବଂ ପଶ୍ଚିମବଙ୍ଗକୁ ବିକାଶ କ୍ଷେତ୍ରରେ ଆଗକୁ ନେବା ପାଇଁ ଯେଉଁଭଳି ସେମାନଙ୍କର କମିଟମେଣ୍ଟ ଯେଉଁ ଦେଇଥିଲେ ତାକୁ ଲୋକ ପଶ୍ଚିମବଙ୍ଗର ଲୋକ ବିଶ୍ୱାସକୁ ନେଇଛନ୍ତି, ଭରସା କରିଛନ୍ତି, ଭୟ ମୁକ୍ତ ହେଇକି ସମସ୍ତେ ମତଦାନ କରିଛନ୍ତି। ଗୋଟେ ପକ୍ଷେ ମମତା ଦିଦି କହିଥିଲେ ଖେଲା ହେବେ, ଆଉ ଗୋଟେ ପଟେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ କହିଥିଲେ সোনার বাংলা କରିବା ପାଇଁ। ତ সোনার বাংলা କରିବା ପାଇଁ ଯେଉଁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଲୋକ ଭରସା କରିଛନ୍ତି ଏବଂ ବିଶେଷ କରି ସବୁଠାରୁ ବଡ଼ କଥା ହେଉଛି ଇଲେକ୍ସନ କମିଶନଙ୍କର ଯେଉଁ ସୁବ୍ୟବସ୍ଥା ସେଠି ନିର୍ବାଚନ ପ୍ରକ୍ରିୟାକୁ ଗଣତାନ୍ତ୍ରିକ ପଦ୍ଧତିରେ କରିବା ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ ବ୍ୟବସ୍ଥିତ ଉପାୟରେ ସେଥିରେ ଲୋକ ଭୟମୁକ୍ତ ହେଇକି ସମସ୍ତେ ଭୋଟ ଦେଇଛନ୍ତି।